ଆସନ୍ତୁ ଆଜିର ଭିଡ଼ିଓରେ ଦେଖିବା ମୁଁ କୁଆଡ଼େ ଯାଇଥିଲି, ସେଠି କ'ଣ କଲି ଆଉ କାହା ଭୋଜିକି ଯାଇଥିଲି। ଆମ ପିଉସୀ ମାଙ୍କର ଏକାଦଶ ଥିଲା। 10 ଦିନ ଯେହେତୁ ଯାଇପାରିନଥିଲେ, ଏକାଦଶକୁ ବାହାରିଲା ବେଳକୁ ବାପା କହିଥିଲେ ମୁଁ ବି ଯିବି, ମୋତେ କାହିଁ ଏକୁଟିଆ ଘରେ ଛାଡ଼ିକି ଯିବୁ, କିନ୍ତୁ ମୁଁ ଗାଡ଼ିରୁ ଓହ୍ଲେଇବିନି। ବାପା ନିଜେ ନିଜେ ରେଡ଼ି ହେଇଯାଇଥିଲେ। ଆମେ ଏଥର ବାହାରି ଯାଇଥିଲୁ ପିଉସୀ ମାଙ୍କ ଘରକୁ। ଇଏ 2 ଜଣ ବାହାରି ପଡ଼ିଥିଲେ ଯିବା ପାଇଁ। ସେଠି ପହଞ୍ଚିଲା ପରେ ଗାଡ଼ିରୁ ଯେତେବେଳେ ଓହ୍ଲେଇବାକୁ ମନା କରିଥିଲେ, ନାତି ନାତୁଣୀ ଭଣଜା ସମସ୍ତେ ଆସି ଟାଣି ନେଇଯାଇଥିଲେ ରୁମ୍ ଭିତରକୁ। ବାପାଙ୍କୁ ବସେଇକି ବହୁତ ମନ ଖୁସି କରିଥିଲେ। ସମସ୍ତଙ୍କ ମନ ବି ବହୁତ ଖୁସି ବାପାଙ୍କୁ ଦେଖି। ବାପା ଆସିଥିବାରୁ। ଇଏ ଆମ ପିଉସୀ ମାଙ୍କ ଝିଅ, ତାଙ୍କର କ୍ୟାନ୍ସର ହେଇଛି, ସେଥିପାଇଁ ସେ କାନ୍ଦି ପକାଇଥିଲେ ବାପାଙ୍କୁ ଦେଖିକି। ଆମକୁ ବି ବହୁତ ଦୁଃଖ ଲାଗିଥିଲା। ତାପରେ ସେମାନେ ବାଧ୍ୟ କରିଥିଲେ ବାପାଙ୍କୁ ଖାଇବା ପାଇଁ। ସେ ତ ଏମିତିରେ ଖାଉନାହାନ୍ତି, ତାଙ୍କ ଦେହ ଖରାପ ହେବ ବୋଲି ଏମିତିରେ ବି ଖାଇବାକୁ ରାତିରେ ଟିକେ କମ୍ ଦିଆହେଉଛି। ସେମାନେ ବାଧ୍ୟ କରିବାରୁ ମୁଁ ଟିକେ ଖୁଆଇ ଦେଇଥିଲି। ଖୁଆଇସାରି ଆମେ ବି ଖାଇବାକୁ ଯାଇଥିଲୁ। ବହୁତ ଖୁସି ଗପ କରିଥିଲୁ ସମସ୍ତଙ୍କ ସାଙ୍ଗରେ। ସମସ୍ତେ ବି ଦେଖିକି ବହୁତ ଖୁସି ହେଇଯାଇଥିଲେ ଆଉ କହିଥିଲେ ନେକ୍ସଟ ଟାଇମ୍ କେବେ ଆସିଲା ବେଳେ ନିଶ୍ଚିତ ନେଇକି ଆସିବ। ତାପରେ ଆମେ ବାହାରିଥିଲୁ ଏଥର ଖାଇବା ପାଇଁ। ଖାଇକି ଯେତେବେଳେ ଆସିଲୁ ସମସ୍ତେ ଛାଡ଼ିବାକୁ ଆସିଲେ। ସେମାନଙ୍କର ଆଦର ବହୁତ ବଢ଼ିଆ ଥିଲା, ବହୁତ ଖୁସି ବି ଲାଗୁଥିଲା। ସମସ୍ତେ ବାପାଙ୍କ ସାଙ୍ଗରେ ଠିଆ ହେଇକି ଫଟୋ ଉଠାଉଥିଲେ। ମୁଁ କହିଲି ସମସ୍ତେ ଠିଆ ହୁଅ, ମୁଁ ତୁମ ସମସ୍ତଙ୍କର ଫଟୋ ଉଠାଇ ଦେଉଛି। ଏମାନେ ହେଲେ ଭଣଜା ବୋହୂ ଆଉ ନାତୁଣୀମାନେ। ତାପରେ ଆମେ ଏଥର ଘରକୁ ଫେରି ଆସିଥିଲୁ। ଆସିଲା ବେଳେ ବାପା ସମସ୍ତଙ୍କୁ କହିକି ଆସିଥିଲେ ପୁଣି ନେକ୍ସଟ ଟାଇମ୍ କେବେ ଆସିଲେ ନିଶ୍ଚୟ ଆସିବି। ଜୟ ଜଗନ୍ନାଥ।